ଜୟ ଜଗନ୍ନାଥ। ଯଦି ସକାଳର ମଜା ନେବାକୁ ଚାହୁଁଛନ୍ତି ତାହେଲେ ବାହାରର ଦୃଶ୍ୟ ଦେଖନ୍ତୁ, ଗଛ ପତ୍ର ଲତା ସେ ସବୁକୁ ଦେଖିବା ପାଇଁ ବସନ୍ତୁ, ନହେଲେ ଛାତ ଉପରେ ଯାଇକିନା କିଛି ଟାଇମ୍ ସ୍ପେଣ୍ଡ କରନ୍ତୁ। ଏଇଟା ହେଲା ଆମ ଝରକା ବାହାରର ଦୃଶ୍ୟ। ଆମ୍ବ ଗଛରୁ ଆମ୍ବ ଝୁଲି ପଡ଼ିଛି। ଛାତ ଉପରକୁ ଗଲା ବେଳକୁ ଦେଖିଲି କି ବାପା ଫୁଲ ତୋଳିକି ରଖି ସାରିଛନ୍ତି। କିଛିଟା ଏଇ ଯୋଉ ପାଛେରେ ଯୋଉ ଫୁଲ ଅଛି ସେଟା ଆମ ଘର ଠାକୁରଙ୍କ ପାଇଁ କି, ଆଉ ଏଇ ଯୋଉ ଝୁଲା ହେଇଛି ପଲିଥିନରେ ସେଟା ଯିବ ଆମ ପାଖ ମନ୍ଦିରକୁ। ହାର୍ଭେଷ୍ଟିଂ ବି ହେଇସାରିଛି। ଭେଣ୍ଡି ହାର୍ଭେଷ୍ଟ ହେଇଛି, କୁନ୍ଦୁରି ହେଇଛି, ଦିଟା ଝୁଡୁଙ୍ଗ ହେଇଛି। ଇଏ ହେଲା ଆମର ନୂଆ କୁନ୍ଦୁରି ଗଛ, ଯୋଉଥିରେ କି ଭରପୁର ଏବେ କୁନ୍ଦୁରି ହଉଛି। ଆଉ ଗୋଟେ ଗଛଟା ଟିକେ ଓଲ୍ଡ ହେଇଗଲାନି, ସେଥିରେ ଫ୍ରୁଟିଂ ଟିକେ କମ୍ ଅଛି, କିନ୍ତୁ ଇଏ ହେଲା ଆମର ନୂଆ କୁନ୍ଦୁରି ଗଛ। ଯୁଆଡେ ଦେଖିବେ ସବୁ ପ୍ରତି ନୋଟରେ ଗୋଟେ ଗୋଟେ କୁନ୍ଦୁରି। କିଛି ଦିନ ଆଗରୁ ଚେଚେଙ୍ଗା ଗଛ ଦେଖେଇଥିଲି, ଛଚିନ୍ଦ୍ରା ଗଛ। ଛଚିନ୍ଦ୍ରା ଗଛ ରେ ଛଚିନ୍ଦ୍ରା ବହୁତ ଧରିଛି। ଆଚ୍ଛା, ଛଚିନ୍ଦ୍ରାକୁ ଇଂଲିଶରେ କୁହନ୍ତି ସ୍ନେକ୍ ଗୋଡ୍। ମୁଁ କହିଥିଲି ଗୋଟେ ୱେଟ୍ ଲଟକା ହୁଏ, ଦେଲେ ଲମ୍ବା ହୁଏ, ଏଇଟା ହେଲା ସେ ଯୋଉ ୱେଟ୍ ଲଟକା ହେଇଛି। ଇଏ ହେଲା ଆମର ପୁରୁଣା କଲରା ଗଛ। କଲରାକୁ କୁହନ୍ତି ବିଟର ଗଡ୍। ତ ଇଏ କଟା ହବା ପାଇଁ କି ପ୍ରସ୍ତୁତ ହେଇକିନା ଅଛନ୍ତି, କାହିଁକି ନା ୟାଙ୍କ ଫ୍ରୁଟିଂ ବହୁତ କମ୍ ହେଇଗଲାଣି, ବହୁତ ପୁରୁଣା ଗଛ ହେଇଗଲାଣି। ତା ସହିତ ଗୋଟେ କୁନ୍ଦୁରି ଗଛ ବି ମାଡ଼ିଛି, ସେଥିରେ କୁନ୍ଦୁରି ଏବେ ବି ହଉଛି, କିନ୍ତୁ କମ୍ ହଉଛି। ଇଏ ହେଲା ଆମ ମଦର ଜେଡ୍ ପ୍ଲାଣ୍ଟ। ଏଇ ଜେଡ୍ ପ୍ଲାଣ୍ଟରୁ ବହୁତ ପ୍ରୋପାଗେଟ୍ କରିକିନା ମାନେ ବହୁତ ଗୁଡ଼ାକ ଆମେ ପ୍ରୋପାଗେଟ୍ କରୁଛୁ। ସେ ହେଲା ଆମର ମାଲାବାର ସ୍ପିନାଚ୍ ମାନେ ପୋଇ, ଆଉ ଇଏ ହେଲା ଝୁଡୁଙ୍ଗ ଗଛ ମାନେ ଲଙ୍ଗ ବିନ୍ସ। ତ ଦେଖେଇଥିଲି ଭେଣ୍ଡି କିଛି ଦିନ ଆଗରୁ, ଆଇ ଥିଙ୍କ କାଲି ହିଁ ଦେଖେଇଥିଲି। ତ ଇଏ ହେଲା ଆମର ଭେଣ୍ଡି ଗଛ ଗୁଡାକ। ଗୋଟେ ଦିନରେ ତ 4-5ଟା ବାହାରିବ ହିଁ ବାହାରିବ, ନିଶ୍ଚିତ ରୂପରେ ବାହାରିବ। ଇଏ ଦେଖନ୍ତୁ ପୋଇ କେତେ ବଢିଆ ସେ ହେଇଛି। ତ ଆଜିର ହାର୍ଭେଷ୍ଟିଂ ଏଗୁଡାକ ହେଇଛି, ଏଇଟା ହାର୍ଭେଷ୍ଟ କରା ହେଇଯାଇଛି। କିଛିଟା ଭେଣ୍ଡି ହେଇଛି, କିଛିଟା ଝୁଡଙ୍ଗ, ମାନେ 2ଟା ମାତ୍ର ଝୁଡଙ୍ଗ ଅଛି, ଆଉ ଗୋଟେ କଲରା ଆଣ୍ଡ ବହୁତ ସାରା କୁନ୍ଦୁରି ହେଲା। ଏଇଟା ପ୍ଲାଷ୍ଟିକଟା ମୋଟା ଉପରେ ଭାଙ୍ଗି ଯାଇଛି, ତ ସେଇଟା ଆଉ କିଛି ମିଳିଲାନି, ତ ସେଇଥିରେ ନେଇ ଆସିଥିଲି ମୁଁ। ତ ଇଏ ହେଲା ଆଜିର ହାର୍ଭେଷ୍ଟିଂ।